ଭଗବାନ କୃଷ୍ଣ ମଧ୍ୟ ଦିନେ ଧରିଥିଲେ ଗଧର ପାଦ। ଭଗବାନ କୃଷ୍ଣ କାହିଁକି ଧରିଥିଲେ ଗଧ ଭଳି ଏକ ତୁଚ୍ଛ ପ୍ରାଣୀର ପାଦ? ଭଗବାନ କୃଷ୍ଣ ଗଧର ପାଦ ଧରିବାର ମୁଖ୍ୟ କାରଣ କ'ଣ ଥିଲା ଏବଂ ଗଧର ସୁର ଶଙ୍ଖ ଭଳି ଶୁଭେ କାହିଁକି? ଦର୍ଶକ ବନ୍ଧୁ, ଆମ ସମାଜରେ ଲୋକମାନେ କୁହନ୍ତି ଯେ ଭଗବାନ କୃଷ୍ଣ ମଧ୍ୟ ଦିନେ ବିପଦରେ ଗଧପାଦ ଧରିଥିଲେ। ଆମେ ତ ସାଧାରଣ ଛାର ମାନବ, ଆମେ ସେଥିରୁ ବର୍ତ୍ତିବୁ କେମିତି? ଦର୍ଶକ ବନ୍ଧୁ, ଏ କଥାଟି ଆପଣମାନେ ନିଶ୍ଚୟ ଶୁଣିଥିବେ। କୌଣସି ନା କୌଣସି ବ୍ୟକ୍ତିଙ୍କ ମୁଖରୁ ଏହି କଥା ଆପଣମାନଙ୍କ କର୍ଣ୍ଣରେ ନିଶ୍ଚିତ ପଡ଼ିଥିବ। ତ ଦର୍ଶକ ବନ୍ଧୁ, ଆଜି ଭଗବାନ କୃଷ୍ଣ କାହିଁକି ଗଧପାଦ ଧରିଥିଲେ ଏବଂ ଗଧର ସୁର କାହିଁକି ଶଙ୍ଖ ଭଳି ଶୁଭାଯାଏ, ଆଜି ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ମୁଁ କହିବି। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଆରମ୍ଭରୁ ଶେଷ ଯାଏ ଦେଖିବେ। ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଦର୍ଶକ ବନ୍ଧୁ, ଏ ମଣିଷ ହେଉ କି ଦାନବ ହେଉ କି ଦେବତା ହେଉ, ସମସ୍ତଙ୍କର ଭୁଲ ମଧ୍ୟ ଥାଏ ଏବଂ ସେ ଯେମିତିକା ଲୋକ ହେଉନା କାହିଁକି, ମଣିଷ ମାତ୍ରକେ ହିଁ ଭୁଲ ଥାଏ। ଭଗବାନ ମଧ୍ୟ ଭୁଲ ମଧ୍ୟ କରିଥିଲେ। ସେ ଭଗବାନ ରାମ ହୁଅନ୍ତୁ ବା କୃଷ୍ଣ, ସେ ଯିଏ ହୁଅନ୍ତୁ ନା କାହିଁକି, ସମସ୍ତଙ୍କର ହସ୍ତରେ ଭୁଲ ହୋଇଥାଏ। ତ ଭଗବାନ କୃଷ୍ଣ ଭୁଲରେ ଧରିଥିଲେ ଗଧପାଦ, କୌଣସି ଭୁଲ କରିଥିଲେ ବୋଲି ଗଧପାଦ ଧରିଥିଲେ ନା ଆଉ କିଛି? ଏହାର ରହସ୍ୟ ଲୋକମାନେ ଜାଣିନଥାନ୍ତି, କିନ୍ତୁ ଲୋକମାନେ କହିଥାନ୍ତି ଯେ ଭଗବାନ କୃଷ୍ଣ ଦିନେ ମଧ୍ୟ ଗଧପାଦ ଧରିଥିଲେ। ଆମେ ତ ଛାର ମାନବ, ଆମେ ସେଥିରୁ ବର୍ତ୍ତିବୁ କେମିତି, ଏକଥା କହିଥାନ୍ତି। କିନ୍ତୁ ଭଗବାନ କୃଷ୍ଣ ଗଧପାଦ ଧରିଥିଲେ କାହିଁକି, ଏକଥା କେହି ଜାଣିନାହାନ୍ତି। ସମସ୍ତେ ଭାବନ୍ତି ଯେ ଭଗବାନ କୃଷ୍ଣ କ'ଣ ଗୋଟିଏ ଭୁଲ କରିଥିଲେ, ଯାହା ଫଳରେ କି ଗଧର ପାଦକୁ ଧରିବାକୁ ପଡ଼ିଥିଲା ଭଗବାନ କୃଷ୍ଣଙ୍କୁ। କିନ୍ତୁ ସେ କଥା ମିଥ୍ୟା ଅଟେ। ଦର୍ଶକ ବନ୍ଧୁ, ଆଜି ଭଗବାନ କୃଷ୍ଣ କାହିଁକି ଗଧପାଦ ଧରିଥିଲେ ଏବଂ ଗଧର ସୁର କାହିଁକି ଶଙ୍ଖ ଭଳି ଶୁଭାଯାଏ, ଏହାର ସତ୍ୟ ସତ୍ୟ ଆପଣଙ୍କ ନିକଟରେ ମୁଁ ଉପସ୍ଥାପନ କରିବି। ଦର୍ଶକ ବନ୍ଧୁ, ମୁଁ ପବିତ୍ର ସ୍ୱାଗତ କରୁଛି ଆଜିର ଏ ନୂଆ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଆପଣମାନେ ମହାଭାରତ ପଢ଼ିଥିବେ ଏବଂ ଟିଭିରେ ମଧ୍ୟ ଦେଖିଥିବେ। ତ ସେ ମହାଭାରତର କଥା ଇଏ, ଜାରାସଣ୍ଢ ନାମରେ ଏକ ଅସୁର ଥିଲା। ସେ ବହୁତ ଭୟଙ୍କର ଥିଲା। ସେ ଅନେକ ଲୋକଙ୍କୁ ମଧ୍ୟ କଷ୍ଟ ଦେଉଥିଲା। ତ ଜାରାସଣ୍ଢ ଦିନେ ତାର ରାଜ୍ୟରେ ଏକ ବଡ଼ ଯଜ୍ଞ କରିବାକୁ ଚିନ୍ତା କଲା ଯେ ସେ ଯଜ୍ଞରେ ସେ 1,00,000 ରାଜାଙ୍କୁ ନିମନ୍ତ୍ରିତ କରିଥିଲା। ତ ଭଗବାନ କୃଷ୍ଣ ଜାଣିବାକୁ ପାଇଲେ ଯେ ଜାରାସବର ଏକ ଯଜ୍ଞ କରୁଛି ଏବଂ ସେ 1,00,000ରୁ 2 ଜଣ କମ୍ ରାଜାଙ୍କୁ ବନ୍ଦୀ କରି ରଖିଛି, ଯାହାକି ସେ ଯଜ୍ଞରେ ପୂର୍ଣ୍ଣ ଆହୁତି ବେଳକୁ ସେ 1,00,000 ରାଜାଙ୍କୁ ବଳି ଦେବ, ଯାହାଫଳରେ କି ସେ ଶକ୍ତିଶାଳୀ ହୋଇଯିବ। ତ ଭଗବାନ କୃଷ୍ଣ ଚିନ୍ତା କଲେ ଯେ ସେ ଜାରାସବରକୁ ବଧ କରିବେ ଏବଂ ସଙ୍ଗେ ସଙ୍ଗେ ସେ ଅର୍ଜୁନ ଏବଂ ଭୀମକୁ ସଙ୍ଗତରେ ନେଇ ଜାରାସବରର ରାଜ୍ୟରେ ପ୍ରବେଶ କଲେ। କିନ୍ତୁ ଜାରାସବର ଯେଉଁଠାରେ ଯଜ୍ଞ କରୁଥିଲା ତା ନଅର ପାଖରେ, ସେ ଯଜ୍ଞକୁ ସୁରକ୍ଷିତ ରଖିବା ପାଇଁ 4 ଜଣ ଜଗୁଆଳିକୁ ରଖିଥିଲା। ପ୍ରଥମରେ ରଖିଥିଲା ସହଦେବକୁ, ଯେ କି ଜାରାସଣ୍ଢର ପୁତ୍ର ଥିଲେ, ଏବଂ ଦ୍ୱିତୀୟରେ ଜଗେଇଥିଲା ଶିମିଳି ବୃକ୍ଷକୁ, ଯେ କି ଯଦି କୌଣସି ଶତ୍ରୁ ଜାରାସବର ନିକଟକୁ ଆସେ, ତାହେଲେ ସଙ୍ଗେ ସଙ୍ଗେ
ସେ ଶିମିଳି ବୃକ୍ଷ ଫୁଲ ପୁଷ୍ପ କରି ବାସ୍ନା ଦେବ, ଯାହା ଫଳରେ କି ଜାରାସଣ୍ଢ ଜାଣିପାରିବ ଯେ କୌଣସି ଶତ୍ରୁ ତା ନିକଟକୁ ଆସୁଛି। ଏବଂ ତୃତୀୟରେ ରଖିଥିଲା ମହୁରୀକୁ, ଯେଉଁ ତୁରୀ ମହୁରୀ ବଜାଯାଏ। ସେ ଯଦି କୌଣସି ଶତ୍ରୁ ଆସେ, ସେ ବାଜିଲେ ଜାରାସଣ୍ଢ ନିଶ୍ଚିତ ହୋଇଯିବ ଯେ କୌଣସି ଶତ୍ରୁ ତା ପାଖକୁ ଯୁଦ୍ଧ ନିମନ୍ତେ ଆସୁଛି। ଏବଂ ଚତୁର୍ଥରେ ରଖିଥିଲା ଦ୍ୱାରପାଳ ହିସାବରେ ଗଧକୁ। ଯଦି କୌଣସି ଶତ୍ରୁ ଆସେ, ଗଧ ବୋବେଇଲେ ଜାରାସଣ୍ଢ ନିଶ୍ଚିତ ହୋଇଯିବ ଯେ କୌଣସି ଶତ୍ରୁ ତାକୁ ଆକ୍ରମଣ କରିବା ନିମନ୍ତେ ତା ରାଜ୍ୟ ଭିତରେ ପ୍ରବେଶ କରୁଛି। ତ ଏହିଭଳି ଭାବରେ ଜାରାସଣ୍ଢ ତାର ସମସ୍ତ ଦ୍ୱାରପାଳକୁ ଜଗେଇଥିଲା। ତ ଭଗବାନ କୃଷ୍ଣ ଏବଂ ଅର୍ଜୁନ ଭୀମକୁ ସଙ୍ଗତରେ ନେଇ ଭଗବାନ କୃଷ୍ଣ ଜାରାସଣ୍ଢର ନଗ୍ର ଦେଶରେ ପ୍ରବେଶ ହେଲେ ଏବଂ ସେ ଏକ ବ୍ରାହ୍ମଣ ବେଶ ଚେଞ୍ଜ କରି ଜାରାସଣ୍ଢର ଦ୍ୱାର ଦେଶରେ ଉପସ୍ଥିତ ହେଲେ ଏବଂ ସେ ଚତୁର୍ବେଦକୁ ଅତି ଉଚ୍ଚ ସ୍ୱରରେ ପାଠ କଲେ, ଯାହାଫଳରେ କି ସହଦେବ ଏକଥା ଶୁଣିଲା ପରେ ଭଗବାନଙ୍କୁ ଛାଡ଼ି ଦେଇଥିଲା। ସେ ଦ୍ୱିତୀୟରେ ଯାଇ ପହଞ୍ଚିଥିଲା ଶିମିଳି ବୃକ୍ଷ ମୂଳରେ ଏବଂ ଶିମିଳି ବୃକ୍ଷ ତାଙ୍କୁ ଦେଖିଲା ପରେ ତତ୍କ୍ଷଣାତ୍ ତା ବୃକ୍ଷରେ ଫୁଲ ଏବଂ ପୁଷ୍ପ ଫୁଟିବାକୁ ଲାଗିଲା। କିନ୍ତୁ ଅର୍ଜୁନ ତାକୁ ପବନ ଅସ୍ତ୍ର ପ୍ରୟୋଗ କରି ସବୁ ଉଡ଼େଇ ଦେଇଥିଲେ ଏବଂ ଜାରାସଣ୍ଢଙ୍କ ପାଖକୁ କୌଣସି ସନ୍ଦେଶ ପ୍ରବେଶ କରିପାରିନଥିଲା। ତୃତୀୟରେ ଯାଇ ପହଞ୍ଚିଲେ ସେ ମହୁରୀ ପାଖକୁ। ମହୁରୀ ଯେତେବେଳେ ବାଜିବା ପାଇଁ ଚେଷ୍ଟା କଲା, ସେତେବେଳେ ଭଗବାନ କୃଷ୍ଣ ତାଙ୍କର ଯେଉଁ ପଞ୍ଚଜୋନି ଶଙ୍ଖକୁ ତାର ମୁହଁରେ ରଖିଦେଲେ, ଯାହାଫଳରେ କି ଶଙ୍ଖର ଆବାଜ ବାଜିଲା। ଯେମିତିକି ଜାରାସଣ୍ଢ ବୁଝିପାରିଲା ନାହିଁ ଯେ ମୋ ପାଖକୁ କୌଣସି ଶତ୍ରୁ ଆସୁଛନ୍ତି କିମ୍ବା ନାହିଁ। ଏବଂ ଚତୁର୍ଥରେ ଯାଇ ପହଞ୍ଚିଲେ ଭଗବାନ କୃଷ୍ଣ ଗଧ ନିକଟକୁ। ଗଧଙ୍କ ନିକଟକୁ ଯେତେବେଳେ ଆସିଲେ, ଗଧ ସେତେବେଳେ ତାର ଦୁଇ ଗୋଡ଼କୁ ଉପରକୁ ଟେକି ଦେଇ ବୋବେଇବାକୁ ଲାଗିଲା। ସେତେବେଳେ ଭଗବାନ କୃଷ୍ଣ ତାଙ୍କର ପଞ୍ଚଜୋନି ଶଙ୍ଖକୁ ଧରି ଗଧର ପାଟିରେ ପୂରେଇ ଦେଇ ଗଧର ଗୋଡ଼ ଦୁଇଟିକୁ ଧରି ପକାଇଲେ, ଯେମିତିକି ସେ ଗୋଡ଼ ଟେକି ପାରିବ ନାହିଁ। ତ ଯେତେବେଳେ ଗଧ ବୋବେଇଲା, ସେ ଶଙ୍ଖର ଆବାଜ ବାହାରିଲା ଏବଂ ଭଗବାନ କୃଷ୍ଣ ସେଇଠି ଗଧର ପାଦକୁ ଧରିଥିଲେ। କିନ୍ତୁ ଆମର ଲୋକମାନେ ଏହାକୁ ଅଲଗା ଅର୍ଥରେ ମଧ୍ୟ ନେଇଥାନ୍ତି। ତ ଇଏ ଥିଲା ଭଗବାନ କୃଷ୍ଣ କାହିଁକି ଧରିଥିଲେ ଗଧର ପାଦ, ଏହାର କାରଣ ଏବଂ ଗଧର ସ୍ୱର କାହିଁକି ଶଙ୍ଖ ଭଳି ଶୁଭେ, ଏହାର କାରଣ ମଧ୍ୟ। ଏହା ହେଉଛି ମହାଭାରତ ଏକ ରହସ୍ୟମୟ କଥା, ଯେ କି ଭଗବାନ କୃଷ୍ଣ ଜାରାସଣ୍ଢ ଭଳି ଏକ ପାପିଷ୍ଟ ଅସୁରକୁ ବଧ କରିବା ନିମନ୍ତେ ଏହିଭଳି ଭାବରେ ଗଧପାଦ ମଧ୍ୟ ଧରିଥିଲେ। ତ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ମୋତେ ଜଣେଇବେ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ଏପର୍ଯ୍ୟନ୍ତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ କି ମୋ ଚ୍ୟାନେଲରେ ବି ଯାହା ଯାହା ନୂଆ ନୂଆ ପୌରାଣିକ ରହସ୍ୟମୟ ଭିଡ଼ିଓ ଅପଲୋଡ଼ ହେବ, ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି, ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।